Hello student, welcome back to my Tanushree tutorial. +3 second semester Skill Enhancement course Election Study and Public Opinion Unit 4 ର long question discussion କରିବା. Their impact on electoral result and analysis of electoral data and understand the electoral behavior. ନିର୍ବାଚନ ଫଳାଫଳ ଏବଂ ନିର୍ବାଚନ ତଥ୍ୟ ବିଶ୍ଳେଷଣ ଉପରେ ସେମାନଙ୍କର ପ୍ରଭାବ ଏବଂ ନିର୍ବାଚନୀ ଆଚରଣକୁ ବୁଝିବା। ନିର୍ବାଚନ ଫଳାଫଳ ଓ ତଥ୍ୟ ବିଶ୍ଳେଷଣ ମାନବ ମନୋଭାବ, ରାଜନୈତିକ ଧାରା ଓ ନିର୍ବାଚନୀ ଆଚରଣ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହି ବିଷୟରେ ତୁମ ପାଇଁ ଏକ ଗଠିତ ଅନୁପ୍ରେକ୍ଷଣ ଦେଉଛି। ନିର୍ବାଚନ ତଥ୍ୟ ବିଶ୍ଳେଷଣର ଭୂମିକା। ମତଦାନ ପ୍ରତିଶତ, ଆସନ ବିତରଣ ଓ ଭୋଟ ରୂପାନ୍ତରଣ ତଥ୍ୟ ମାଧ୍ୟମରେ ଦଳମାନେ ତାଙ୍କର ରଣନୀତି ପୁନଃ ବିଚାର କରନ୍ତି। ମିକ୍ରୋ ଲେଭଲ୍ ତଥ୍ୟ, ଯଥା ବୁଥ୍ ଭିତ୍ତିକ ଭୋଟିଂ ପ୍ୟାଟର୍ନ ଦ୍ୱାରା ଦଳମାନେ ନିଜ ଲୋକପ୍ରିୟତା ବୁଝିଥାନ୍ତି। ଏହି ବିଶ୍ଳେଷଣ ଗଣମାଧ୍ୟମ ଓ ସିଫାଲୋଜିଷ୍ଟଙ୍କ ପାଇଁ ମତଦାତା ମନୋଭାବ ବୁଝିବାର ଉପାୟ ହେଉଛି। ନିର୍ବାଚନୀ ଆଚରଣ ଉପରେ ପ୍ରଭାବ। ତଥ୍ୟ ବିଶ୍ଳେଷଣ ଆଚରଣ ଉପରେ ପ୍ରଭାବ। ଅଞ୍ଚଳ ଭିତ୍ତିକ ଭୋଟିଂ ପ୍ୟାଟର୍ନ। ଦଳମାନେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଧିକ ଅଭିଯାନ କରନ୍ତି। ଯୁବ ଓ ମହିଳା ଭୋଟର ତଥ୍ୟ, ଦଳମାନେ ନିଜ ଅଭିଯାନରେ ଏହି ଗୋଷ୍ଠୀକୁ ଲକ୍ଷ୍ୟ କରନ୍ତି। ମୁଖ୍ୟ ମୁଦ୍ଦା ଉପରେ ଭୋଟ, ଦଳମାନେ ତାଙ୍କ ଘୋଷଣାପତ୍ର ପୁନଃ ଗଠନ କରନ୍ତି। ଏହି ବିଶ୍ଳେଷଣ ଦ୍ୱାରା ଦଳମାନେ ମତଦାତାଙ୍କ ଆଗରେ ନିଜ ଭବିଷ୍ୟତ ରୂପରେ ଉପସ୍ଥାପନ କରିଥାନ୍ତି, ଯାହା ନିର୍ବାଚନୀ ଆଚରଣରେ ଗଭୀର ପରିବର୍ତ୍ତନ ଆଣିଥାଏ। ଗଣମାଧ୍ୟମ ଓ ଜନମତ। ନିର୍ବାଚନ ଫଳାଫଳ ପରେ ଗଣମାଧ୍ୟମ ମାଧ୍ୟମରେ ଦଳମାନେ ନିଜ ଜୟକୁ ବିଶ୍ଳେଷଣ କରି ଜନମତ ଗଠନ କରନ୍ତି। ହାରିଥିବା ଦଳମାନେ ନିଜ ଅଭିଯାନ ରଣନୀତିକୁ ପୁନଃ ମୂଲ୍ୟାଙ୍କନ କରନ୍ତି। ଏହି ତଥ୍ୟ ମାଧ୍ୟମରେ ମତଦାତା ମଧ୍ୟ ନିଜ ଭୋଟ ଦେବାର ଅର୍ଥ, ପ୍ରଭାବ ଓ ଦାୟିତ୍ୱ ବୁଝିପାରନ୍ତି। ଅନୁପ୍ରେକ୍ଷଣ। ନିର୍ବାଚନ ତଥ୍ୟ ବିଶ୍ଳେଷଣ କେବଳ ରାଜନୈତିକ ଦଳ ପାଇଁ ନୁହେଁ, ମତଦାତାଙ୍କ ପାଇଁ ମଧ୍ୟ ଏହା ଏକ ଶିକ୍ଷା ଅନୁଭବ। ଏହା ମାଧ୍ୟମରେ ଲୋକମାନେ ନିଜ ମତ ଦେବାର ଅର୍ଥ, ପ୍ରଭାବ ଓ ଦାୟିତ୍ୱ ବୁଝିପାରନ୍ତି। ଏହି ବିଶ୍ଳେଷଣ ଗଣତନ୍ତ୍ରକୁ ଅଧିକ ସଚେତନ, ଉତ୍ତରଦାୟୀ ଓ ନୀତିଗତ ଭାବରେ ଗଢ଼ିବାରେ ମଦତ କରେ ବା ସାହାଯ୍ୟ କରେ।